ହ୍ୟାଲୋ ସାଙ୍ଗମାନେ, ମ୍ୟାଥ୍ ଟିପ୍ସର 4 ନମ୍ବର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଏକ୍ଜାମ୍ ଦେଖିଥିବେ ଯେ ଟାଇମ୍ ଆଣ୍ଡ ୱାର୍କର ଏଇଭଳିଆ କ୍ୱେଶ୍ଚନ୍ ଆସିଥାଏ। ଏଇଭଳିଆ କ୍ୱେଶ୍ଚନ୍‌କୁ ଆପଣ ଏଲସିଏମ୍ ମେଥଡ୍ ଅନୁଯାୟୀ କରିପାରିବେ, ଯୋଉ ଟାଇମ୍ ଟେକିଂ। କିନ୍ତୁ ଟ୍ରିକ୍ ଅନୁଯାୟୀ ଦେଖନ୍ତୁ ଆମେ କେମିତି କରିପାରିବା, ଯୋଉଟାକି ଆପଣ 5ରୁ 10 ସେକେଣ୍ଡ ଭିତରେ କରିପାରିବେ। ଆସନ୍ତୁ କ୍ୱେଶ୍ଚନ୍‌ଟା ପଢ଼ିବା। A alone can complete a work in 12 days. A and B together can complete it in 8 days. How long B alone to complete the work? ଏ ମାନେ ହଉଛି ଏ ଗୋଟେ କାମକୁ 12 ଦିନରେ କରେ। ଏ ଆଉ ବି ମିଶି ସେ କାମକୁ 8 ଦିନରେ କରନ୍ତି। ତେବେ ବି ଏକା ସେ କାମଟା କେତେ ଦିନରେ କରିବେ? ଏଲସିଏମ୍ ମେଥଡ୍ ଅନୁଯାୟୀ ଦେଖନ୍ତୁ ଏ କଲା 12 ଦିନରେ, ଏ ପ୍ଲସ୍ ବି କଲା 8 ଦିନରେ, ଏଲସିଏମ୍ କେତେ ହେଲା 24, 24 ବି 12, 2 ନା ଏ ଦିନକୁ 2 ପାର୍ଟ କାମ କରେ, ଆଉ ଏ ପ୍ଲସ୍ ବି କେତେ କରେ 24/8 ଇକ୍ୱାଲ୍ ଟୁ 3 ପାର୍ଟ କାମ କରନ୍ତି। ଗୋଟେ ଦିନରେ ଏ ଓ ବି ମିଶିକି ଟୋଟାଲ କାମର 3 ୟୁନିଟ୍ କରନ୍ତି। କିନ୍ତୁ ଏ ଏକା 2 ୟୁନିଟ୍ କାମ କରେ। ଏଇଟାକୁ ଏଇଠି ଲେଖା ହେଇଛି। ତେବେ ବି ଏକା ଗୋଟେ ଦିନ କେତେ କରେ? କେତେ? ଏ 3 - 2 ଇକ୍ୱାଲ୍ ଟୁ ଗୋଟେ ୟୁନିଟ୍ କାମ କରିଥାଏ କି ବି ଦିନକୁ ଗୋଟେ ୟୁନିଟ୍ କାମ କରିଥାଏ। ସେ କଥା ଲେଖା ହେଲା କି ବି ତାହେଲେ ସେ ଟୋଟାଲ 24 ପାର୍ଟ ୱାର୍କକୁ ସେ 24 ୟୁନିଟ୍ କାମ ସେ କେତେ ଦିନ କରିବେ? ତାହେଲେ ଦିନକୁ ବି ଗୋଟେ ୟୁନିଟ୍ କରୁଛି, 24ଟା ୟୁନିଟ୍ କରିଲେ 24 ଦିନ ସମୟ ଲାଗିବ। ଏଟା ହଉଛି କଣ? ଧାରା ଅନୁଯାୟୀ ଆମେ କଲେ। ଚାଲନ୍ତୁ ଏବେ ଦେଖିବା ଆମେ ଟ୍ରିକ୍ ଅନୁଯାୟୀ କେମିତି କରିବା। ଏ ଗୋଟେ କାମକୁ 12 ଦିନରେ କରେ, ସପୋଜ୍ ତାକୁ ଏ ରେ ଧରି ଦିଅନ୍ତୁ। ଏ ପ୍ଲସ୍ ବି ସେଇ କାମଟାକୁ 8 ଦିନରେ କରନ୍ତି, ତାକୁ ୱାଇ ଧରି ଦିଅନ୍ତୁ। ସେ ପଚାରିଥିବା ବ୍ୟକ୍ତି ଟାଇମ୍ କେତେ ସମୟ ନବ ସେ ତାକୁ କେମିତି ବାହାର କରିବେ? ଏକ୍ସ ଗୁଣନ ୱାଇ ଡିଭାଇଡ୍ ବାଇ ଏକ୍ସ ମାଇନସ୍ ୱାଇ। ଏଠି ଦେଖ ଏକ୍ସ ୱାଇ ର ଭ୍ୟାଲୁ ଆମେ ପୁଟ୍ କରିବା 12 ଗୁଣନ 8 ଡିଭାଇଡ୍ ବାଇ 12 ମାଇନସ୍ 8। କାଟି କୁଟି ଦେଲେ 24 ହଉଛି ଆନ୍ସର୍ ଆସିଗଲା। ଯଦି ଏଇଟା ବୁଝିପାରିଥିବେ ତାହେଲେ ଆପଣମାନଙ୍କ ପାଇଁ ଟାସ୍କ ରହିଲା, ଏଇଟା କମେଣ୍ଟରେ ମୋତେ ଜଣେଇବେ ଏହାର ଆନ୍ସର୍ କେତେ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ